ନମ୍ବର 1 ପୂଜା କରିବା ସମୟରେ ମହିଳାମାନେ ନଡ଼ିଆ ଭାଙ୍ଗିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ପୁରୁଷ ଲୋକମାନେ ନଡ଼ିଆ ଭାଙ୍ଗିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ନମ୍ବର 2 ରାସ୍ତାରେ ଯିବା ସମୟରେ ଯଦି ମୁଦ୍ରା କିମ୍ବା ପଇସା ମିଳେ ତେବେ ଏହା ଅଶୁଭ ହୋଇଥାଏ ଏବଂ କାର୍ଯ୍ୟରେ ସଫଳ ହେବା ପାଇଁ ବିଳମ୍ବ ହେବାର ସଂକେତ ଦେଇଥାଏ। ନମ୍ବର 3 ଘରେ ଲକ୍ଷ୍ମୀ ଠାକୁରାଣୀଙ୍କ ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ। ବସିଥିବା ଫଟୋ ରଖିଥିଲେ ମଙ୍ଗଳ ହୋଇଥାଏ। ନମ୍ବର 4 ବାସନ ମାଜିବା ବେଳେ ବାସନ ଶବ୍ଦ ଅଧିକ ହେବା ଉଚିତ ନୁହେଁ। ଏହା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି। ନମ୍ବର 5 ପୂର୍ବକୁ ମୁହଁ କରି ଭୋଜନ କଲେ ଏବଂ ଦକ୍ଷିଣକୁ ମୁହଁ କରି ଶୟନ କଲେ ମଙ୍ଗଳ ହୋଇଥାଏ। ନମ୍ବର 6 ଭୂମିରେ ପଡ଼ିଥିବା ଫୁଲରେ ଠାକୁରଙ୍କୁ ପୂଜା କରନ୍ତୁ ନାହିଁ, କିନ୍ତୁ ବଉଳ ଫୁଲ, ସେଫାଳି, ବେଲପତ୍ର ଓ ତୁଳସୀ ଭୂମିରେ ପଡ଼ିଥିଲେ ପୂଜା କରିପାରିବେ। ନମ୍ବର 7 ଗୋଟିଏ ଦିନରେ ଯଦି ବୋହୂ ବାପ ଘରେ ଏବଂ ଶାଶୁ ଘରେ ଭୋଜନ କରେ ତେବେ ଦୁର୍ଭାଗ୍ୟ ଆସେ। ନମ୍ବର 8 ଧଳା ପାରାର ମୂର୍ତ୍ତି ଘରେ ରଖିଥିଲେ ମନରୁ ଦୁର୍ଭାବନା ଦୂରେଇ ଯାଏ ଏବଂ ସଦ୍ଭାବନା ଆସେ। ନମ୍ବର 9 ଭୋଜନ କଲାବେଳେ ପିତ୍ତଳ ନଚେତ କଦଳୀପତ୍ର କିମ୍ବା ଶାଳପତ୍ର ବ୍ୟବହାର କରନ୍ତୁ। ନମ୍ବର 10 ଘରର ପାଖରେ କଇଁଆ ଗଛ, ତାଳ ଗଛ ଓ ବାଉଁଶ ଗଛ ରଖନ୍ତୁ ନାହିଁ, ଏହା ବିପଦ ଆଣିଥାଏ। ନମ୍ବର 11 ଗୁରୁବାର ଓ ଶନିବାର ଦିନ ଲୁହା ଜାତୀୟ ଜିନିଷ ଘରୁ ବିକନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। ନମ୍ବର 12 ଅମାବାସ୍ୟା, ପୂର୍ଣ୍ଣିମା ଓ ଏକାଦଶୀରେ ଦୂରଯାତ୍ରା କରନ୍ତୁ ନାହିଁ, ଶୁଭ ଫଳ ମିଳିଥାଏ। ନମ୍ବର 13 ଘରର କବାଟ ଝରକା ଉପରେ ପାଲଟା ଲୁଗା କିମ୍ବା ଗାମୁଛା ଶୁକାନ୍ତୁ ନାହିଁ। ନମ୍ବର 14 ପିଲା ପାଇଁ ମା କ୍ଷୀର ହେଉନଥିଲେ 2 ଚାମଚ କପା ପତ୍ରର ରସ 7 ଦିନ ଖାଇଲେ କ୍ଷୀର ଅଧିକ ହୋଇଥାଏ। ନମ୍ବର 15 ରୋଷେଇ ଘରର କାନ୍ଥରେ କେବେ ନୀଳ ରଙ୍ଗ କିମ୍ବା କଳା ରଙ୍ଗ କରନ୍ତୁ ନାହିଁ। ନମ୍ବର 16 ଘରେ ଅଭାବ ଲାଗି ରହୁଥିଲେ ଛୋଟ ପିତ୍ତଳ ଥାଳରେ କଏନ ଭର୍ତ୍ତି କରି ପଶ୍ଚିମ ପଟରେ ରଖନ୍ତୁ। ନମ୍ବର 17 ଭୋଜନ କରିବା ସମୟରେ ଗୋଡ଼ରେ ହାତ ରଖନ୍ତୁ ନାହିଁ କିମ୍ବା ମୁଣ୍ଡରେ ଟୋପି କିମ୍ବା ଗାମୁଛା ପିନ୍ଧନ୍ତୁ ନାହିଁ। ନମ୍ବର 18 ମାନସିକ ଅଶାନ୍ତ ରହୁଥିଲେ ଯୋଡ଼ିଏ ବଂଶୀ ଛକ କରି ଘରେ ରଖନ୍ତୁ। ନମ୍ବର 19 ପିଲାମାନଙ୍କୁ 1 ବର୍ଷ ହେବା ପର୍ଯ୍ୟନ୍ତ ତୁଳସୀ ରସ ସହିତ ମହୁ ଖାଇବାକୁ ଦେଲେ ପିଲାଙ୍କୁ ଥଣ୍ଡା ହୁଏ ନାହିଁ। ନମ୍ବର 20 ମୋଟା ଲୋକଙ୍କ ପତଳା ହେବା ପାଇଁ ଚାହୁଁଥିଲେ ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଟିଏ ଗ୍ଲାସ ଜିରା ପାଣି ପିଅନ୍ତୁ ଏବଂ ସକାଳୁ କିଛି ସମୟ ଚାଲିବାକୁ ଯାଆନ୍ତୁ। ନମ୍ବର 21 କଣ୍ଠ ସୁମଧୁର କରିବା ପାଇଁ ହେଲେ ଅଦାକୁ ଚୋରାଇ ଅଦା ରସର ସେବନ କରନ୍ତୁ। ନମ୍ବର 21 ସକାଳୁ ଉଠି କୁଳୁକୁଳୁ ପାଣି ଆଖିରେ ମାରିଲେ ଆଖି ରୋଗ ଦୂର ହୁଏ। ନମ୍ବର 23 ଦୁଦୁରା ପତ୍ର ରସକୁ ମୁଣ୍ଡରେ ମାରିଲେ ଚୁଟି ଝଡ଼ିବା ବନ୍ଦ ହୋଇଥାଏ। ନମ୍ବର 24 ବାଛୁରୀ ନଥିବା ଗାଈର କ୍ଷୀରକୁ ଛୋଟ ପିଲାଙ୍କୁ ପିଇବାକୁ ଦିଅନ୍ତୁ ନାହିଁ ଏବଂ ଠାକୁରଙ୍କ ପୂଜାରେ ଲଗାନ୍ତୁ ନାହିଁ। ନମ୍ବର 25 ଅସଲି ମହୁକୁ ଜାଣିବା ପାଇଁ ହେଲେ ଖଣ୍ଡେ ସାଧା କାଗଜରେ ପକାଇ ଦିଅନ୍ତୁ, ଏହା ଭେଦିବ ନାହିଁ। ନମ୍ବର 26 ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ଗୋଲାପ ଜଳ ସହିତ ଲେମ୍ବୁ ପାଣି ମିଶାଇ କୁଳି କରନ୍ତୁ। ନମ୍ବର 27 ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି, ଜନ୍ମଦିନ ଏବଂ ପିଣ୍ଡଦାନ ଦିନ ଚୁରି କାଟନ୍ତୁ ନାହିଁ। ନମ୍ବର 28 ରାତିରେ ଶୋଇବା ବେଳେ ଦର୍ପଣ ଉପରେ କଳା କପଡ଼ା ଘୋଡ଼ାଇ ଦିଅନ୍ତୁ, ଏହା ମଙ୍ଗଳ ହୋଇଥାଏ। ନମ୍ବର 19 ଛୋଟ ପିଲା ଯଦି ଅନବରତ କାନ୍ଦୁଥାନ୍ତି ଶୋଇବା ଖଟକୁ ମୟୂର ପୁଚ୍ଛରେ ଝାଡ଼ି ଶୁଆଇ ଦିଅନ୍ତୁ।
ନମ୍ବର 30 ରାତିରେ ବେଶୀ ସମୟ ମୋବାଇଲ ଦେଖନ୍ତୁ ନାହିଁ ଏବଂ ରାତିରେ ଶୋଇଲା ବେଳେ ମୋବାଇଲକୁ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ। ନମ୍ବର 31 ସକାଳୁ ଉଠି କଞ୍ଚା କ୍ଷୀରରେ ଫାଳେ ଲେମ୍ବୁ ଚିପୁଡ଼ି ମୁହଁରେ ମାରିଲେ ମୁହଁ ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ। ନମ୍ବର 32 ଘରର ଡାହାଣ ପାଖରେ ତୁଳସୀ ଚଉରା ରଖିବା ଉଚିତ ଏବଂ ଘରୁ ବାହାରିଲା ବେଳେ ତୁଳସୀ ମୂଳ ପାଟି ମୁଣ୍ଡରେ ମାରିଥିଲେ ଶୁଭ ହୋଇଥାଏ। ନମ୍ବର 33 ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ବେଳେ ବସିକି ପିଅନ୍ତୁ ଏବଂ ଦିନକୁ 5ଟି ଲବଙ୍ଗ ଚୋବେଇ କରି ଖାଆନ୍ତୁ। ନମ୍ବର 34 ବ୍ରଣ ଦାଗ ଲିଭାଇବା ପାଇଁ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ମାରିଲେ ଦାଗ ଲିଭିଯାଏ। ନମ୍ବର 35 ବିବାହିତା ସ୍ତ୍ରୀ ଲୋକମାନେ ରାତିରେ କେଶ ଖୋଲା ରଖି ଶୋଇବା ଅନୁଚିତ, ଏହା ଅମଙ୍ଗଳ ହୋଇଥାଏ। ନମ୍ବର 37 ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ ଦିଅନ୍ତୁ ନାହିଁ, ଏହା ଅମଙ୍ଗଳକାରୀ ହୋଇଥାଏ। ନମ୍ବର 37 ଠାକୁର ପୂଜା କଲା ବେଳେ ତଳେ ପିଢ଼ା ଉପରେ କିମ୍ବା ପଥରରେ ଉପରେ ବସି ପୂଜା କରନ୍ତୁ ନାହିଁ। ବାସନ ଉପରେ ବସି ପୂଜା କରନ୍ତୁ ନାହିଁ, ତାହା ଅମଙ୍ଗଳକାରୀ ହୋଇଥାଏ। ନମ୍ବର 38 ଦଶମୀ ଏବଂ ଦ୍ୱାଦଶୀ ତିଥିରେ ପୋଇ ଏବଂ ଏକାଦଶୀରେ ଶିମ୍ବ ଖାଆନ୍ତୁ ନାହିଁ। ନମ୍ବର 29 ଜୟ ଜଗନ୍ନାଥ ମନ୍ଦିରକୁ 3 ଥର ଏବଂ ଶିବ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା କଲେ ମଙ୍ଗଳ ହୋଇଥାଏ। ନମ୍ବର 40 ଘରେ ଅଶାନ୍ତି ଲାଗି ରହିଥିଲେ ଶନିବାର ଦିନ ବଉଳ ଗଛ ଚାରିପାଖେ 7 ଥର ପରିକ୍ରମା କରି ତାର ଚେରକୁ ଘରେ ରଖନ୍ତୁ, ଏହା ଦ୍ୱାରା ଘରକୁ ଅଶାନ୍ତି ଆସିନଥାଏ। ନମ୍ବର 41 ଘରେ ଅଚଳ ଘଣ୍ଟା ରଖନ୍ତୁ ନାହିଁ କିମ୍ବା ଘଣ୍ଟା ଦକ୍ଷିଣ କାନ୍ଥରେ ଲଗାନ୍ତୁ ନାହିଁ। ନମ୍ବର 42 ପ୍ରଜାପତି ପତି ଦେହରେ ବସନ୍ତି, ତେବେ ସୁଖ ଲାଭ ହୋଇଥାଏ ଏବଂ ବୁଢ଼ିଆଣୀ ଜାଲ ମୁଣ୍ଡରେ ଲାଗିଲେ ତୁରନ୍ତ ବସ୍ତ୍ର ପ୍ରାପ୍ତ ହୋଇଥାଏ। ନମ୍ବର 43 ମଙ୍ଗଳବାର ଦିନ କେବେ ବି ଟଙ୍କା ଧାର କରଜ କରିବା ଉଚିତ ନୁହେଁ, ଏହା ଦ୍ୱାରା ଶୁଝିବା କଷ୍ଟକର ହୋଇଥାଏ। ନମ୍ବର 44 ସୂର୍ଯ୍ୟୋଦୟ ସମୟରେ ଆଉ ଯଦି ପୂର୍ବ କିମ୍ବା ପଶ୍ଚିମ ଦିଗରେ 12 ଦିନ ତେବେ ସେହା ଶୁଭ ହୋଇଥାଏ ଏବଂ ଶୁଭ ସୋମବାର ମିଳିଥାଏ।